ଦଇତାପତି ସେବକ ମାନଙ୍କର ସେବା ବର୍ଷକ 12 ମାସ ନ ଥାଏ। ଆଚ୍ଛା ପଣ୍ଡା ସେବକ ବର୍ଷକ 12 ମାସ ସେବା କରିଥାନ୍ତି। ସ୍ନାନ ପୂର୍ଣ୍ଣିମାରୁ ବାହୁଡା ବିଜୟ ପର୍ଯ୍ୟନ୍ତ ନୀଳାଦ୍ରି ବିଜୟ ପର୍ଯ୍ୟନ୍ତ ଦଇତାପତି ସେବକଙ୍କର ସେବା ରହିଥାଏ। ଆପଣ ଯଦି ହିସାବ କରି ଦେଖିବେ ରାମକୃଷ୍ଣ ଦାସ ମହାପାତ୍ରଙ୍କୁ 15 ଦିନ ହେଲା ନିଲମ୍ବନ କରାଯାଇଛି ଏବଂ ମାସକ ପାଇଁ ନିଲମ୍ବନ କରାଯାଇଛି। 15 ଦିନ ତଳୁ ନିଲମ୍ବନ କରାଯାଇଛି। ବର୍ତ୍ତମାନ ଆଗକୁ ଅଛି 15 ଦିନ। ଆସନ୍ତା କାଲି ହେଇଗଲା ସାବିତ୍ରୀ ଅମାବାସ୍ୟା ଏବଂ 15 ଦିନ ପରେ ପୁଣି ସ୍ନାନ ପୂର୍ଣ୍ଣିମା, ପୁଣି ସେ ସେବାରେ ଯୋଗ ଦେବେ। ଯେତେବେଳେ ତାଙ୍କର ସେବା ହିଁ ନଥିଲା ସେତେବେଳେ ନିଲମ୍ବନ କେଉଁଠାରୁ କରାଗଲା? ତେଣୁ ଏଇଟା କେବଳ ଧର୍ମକୁ ଆଖିଠାର। ଦଇତାପତି ସେବକ ମାନଙ୍କର ଯୋଉ ବିଭ୍ରାଟ ମାନେ ଠାକୁରଙ୍କର ସେବାରେ ଯୋଉ ପ୍ରକାର ବିଭ୍ରାଟ, ଭୟଙ୍କର ବିଭ୍ରାଟ ଦେଖା ଦେଇଛି, ବ୍ରହ୍ମ ବିଭ୍ରାଟ ଆପଣ କୁହନ୍ତୁ, ଆପଣ ବଳଭଦ୍ରଙ୍କର ରଥରୁ ବଳଭଦ୍ର ଠାକୁର ପଡିଯିବା କୁହନ୍ତୁ, ଯେତେ ପ୍ରକାର ବିଭ୍ରାଟ ହେଲେ ସୁଦ୍ଧା ବର୍ତ୍ତମାନ ଏଇଠି ଦାରୁକୁ ନେଇକି ଯୋଉ ଆଲୋଚନା ହେଲା, ସରକାର ସେ ସରକାର ହୁଅନ୍ତୁ ବା ଏ ସରକାର ହୁଅନ୍ତୁ, ଦଇତାପତି ସେବକ ମାନଙ୍କ ନିକଟରେ ଜଗନ୍ନାଥଙ୍କର ସେବାରେ ଯେତେ ପ୍ରକାର ବିଘ୍ନ କଲେ ସୁଦ୍ଧା ସରକାର ସମ୍ପୂର୍ଣ୍ଣ ଲାଚାର, କିଛି ବି ଦୃଢ ପଦକ୍ଷେପ ନେଇ ପାରୁନାହାନ୍ତି।